ନୂଆ ବର୍ଷରେ ଆଉ ଏକ ବଡ଼ ଘୋଷଣା। 10 ଲକ୍ଷ ଘର ଦେବାକୁ ଯାଉଛନ୍ତି ମୋଦି ସରକାର। ଆସନ୍ତୁ ଜାଣିବା କାହାକୁ ଆଉ କେବେ ମିଳିବ। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ 2024 ଆଉ 25 ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 10 ଲକ୍ଷ ଘର ଅନୁମୋଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବୁଧବାର ଯଥା ଜାନୁଆରୀ 2ରେ ଏକ ବୈଠକରେ ଏହି ଯୋଜନାର ଅଗ୍ରଗତି ଏବଂ ଆଗାମୀ କାର୍ଯ୍ୟ ଯୋଜନା ଉପରେ ମନ୍ତ୍ରାଳୟ ଆଲୋଚନା କରିଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମାଞ୍ଚଳର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗକୁ ସ୍ଥାୟୀ ଏବଂ ନିରାପଦ ଗୃହ ଯୋଗାଇବା। ସମସ୍ତ ଗ୍ରାମୀଣ ବିକାଶ ଯୋଜନାର ଠିକ୍ ସମୟରେ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ମାସିକ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି ମନ୍ତ୍ରାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାରିଦ୍ର୍ୟମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ମତାମତ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଯେ ମନ୍ତ୍ରାଳୟର ଯୋଜନାଗୁଡ଼ିକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧ ଏବଂ ଏହି ଯୋଜନାର ଲାଭକୁ ସମସ୍ତ ଅଭାବୀ ଲୋକଙ୍କୁ ସ୍ୱଚ୍ଛ ଏବଂ ସମୟସୀମା ମଧ୍ୟରେ ବିସ୍ତାର କରିବାକୁ ଉଦ୍ୟମ ଚାଲିଛି। ମନ୍ତ୍ରାଳୟର ସରକାରୀ ବିବୃତ୍ତି ଅନୁଯାୟୀ ଜାନୁଆରୀ 2025 ସୁଦ୍ଧା 10 ଲକ୍ଷ ଘରକୁ ମଞ୍ଜୁର କରିବା ଏବଂ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହି ଯୋଜନା ଗ୍ରାମାଞ୍ଚଳରେ ଜୀବନ ଧାରଣର ଉନ୍ନତି ତଥା ଗରିବଙ୍କ ପାଇଁ ସ୍ଥାୟୀ ଗୃହ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରିବ। ଏହା ଅଧୀନରେ ସମସ୍ତ ଯୋଜନାଗୁଡ଼ିକର ଠିକ୍ ସମୟରେ କାର୍ଯ୍ୟକାରୀ ହେବା ନିଶ୍ଚିତ କରିବାକୁ ପ୍ରତି ମାସରେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯିବ। ଏହା କେବଳ ଯୋଜନାଗୁଡ଼ିକର ଅଗ୍ରଗତିକୁ ତ୍ୱରାନ୍ୱିତ କରିବ ନାହିଁ ବରଂ ସ୍ୱଚ୍ଛତା ମଧ୍ୟ ସୁନିଶ୍ଚିତ କରିବ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।